सप्तम स्कंद पंचम अध्याय। हे असुर कूले पुरोहित सर्वज्ञ शुक्रभृगु सुत मुनिक पुत्र बेनी भाई षंड मर्क नामे दुई राजा आचार्य तांकु कले पुत्र मानकु पढ़ाइले। राजा मंदिरे बेनी भाई दैत्य पुत्रंकु संगे नेई ଯତ୍ନେ ପଢ଼ାନ୍ତି ଜ୍ଞାନ ବଳେ ସର୍ବେ ପଢ଼ନ୍ତି ଏକ ମେଳେ। ତାଙ୍କ ମଧ୍ୟରେ ପ୍ରହ୍ଲାଦ ସକଳ ଶାସ୍ତ୍ରେ ହେଲେ ସିଦ୍ଧ ଗୁରୁଙ୍କ ମୁଖୁ ଥରେ ଶୁଣି ତକ୍ଷଣେ ଚିତ୍ତେ ପରିବାଣୀ ଚିତ୍ତ ନିର୍ମଳେ ତାହା ଜାଣେ କେବଳ ମନେ ନ ପ୍ରମାଣେ। ବିଚାର କରେ ହୃଦଗତେ କେରିପୁ ମିତ୍ର ଏ ଜଗତେ ଏକହି ଆତ୍ମା ନର ହରି ସମେ ସକଳ ଦେବେ ପୁରୀ। ଏକଥା ନୁହଁ ପ୍ରମାଣ ସକଳ ଆତ୍ମା ନାରାୟଣ ଏ ପାଠ ପଢ଼େ ବ୍ୟାଖ୍ୟା ମତେ ଦୃଢ଼େ ନ ଧରେ ହୃଦଗତେ। ଦିନେକ ପ୍ରହ୍ଲାଦ ଆଣି କୋଳେ ବସାଇ ନୃପମଣି ଅନେକ ଅଳଙ୍କାର ଦେଇ ସାନନ୍ଦେ ପୁତ୍ରକୁ ପୁଛଇ। ହିରଣ୍ୟକଶିପୁ ବାଚ ହେ ପୁତ୍ର ଶୁଣ ବାକ୍ୟ ମୋର ପଢ଼ିଲୁ ରାଜନୀତି ସାର ତୁ ଯାହା ଗୁରୁ ମୁଖେ ଶୁଣୁ ତାହା ସୁଚିତେ ନ ପ୍ରମାଣୁ। ମୁହିଁ ଶୁଣିଲି ଭଲେ ଏହା କହ ତୁ ସାଧୁ ମଣୁ ଯା ଯେ ରାଜନୀତି ଚିତ୍ତେ ଧରେ କେବେ ଶତ୍ରୁକୁ ନ ଡରେ। ସଂଗ୍ରାମେ ରିପୁ ଜୟ କଲେ ସେ ରାଜା ସୁଖ ଭୁଞ୍ଜେ ବଲେ ବିଦ୍ୟା ପଢ଼ିଲୁ ଏତେ କାଳ ଭଲ କି ମଣୁ ମତେ ବୋଲ। ତା ବଚନ ପୁତ୍ର ଶୁଣି କହେ ନିବେ ଶିଶିରେ ପାଣି। ପ୍ରହ୍ଲାଦ ବାଚ ସେ ସାଧୁ ଶାସ୍ତ୍ରେ ମୋର ଚିତ୍ତ ଶୁଣ କହିବା ତ ଗ୍ରତ ମୁହିଁ ମୋହର ଏ ସଂସାରେ ଯେ ପ୍ରାଣୀ ଚିତ୍ତେ ନିତ୍ୟ କରେ। ଦେଖ ଏ ଗୃହ ଅନ୍ଧକୂପ ଆତ୍ମା ନିପାତ ମହାତାପ ଏହାକୁ ଦୂରେ ପରିହର ଅରଣ୍ୟ ବିଷ୍ଣୁ ଆଶ୍ରୟ କର। ସାଧୁ ମଣ ଏହା ଚିତ୍ତେ ସତ୍ୟ କହିଲି ତ ଗ୍ରତେ। ନାରଦ ବାଚ ହେମନ୍ତେ ପୁତ୍ର ବାକ୍ୟ ଶୁଣି ଶତ୍ରୁର ପକ୍ଷ ପ୍ରାୟ ମଣି ତଧୀରେ ହସି ସେ କହିଲା ବାଳକେ ବୁଦ୍ଧି କେ ଦେଲା ଏପରି ପର ବୁଦ୍ଧି ବଳେ ନଷ୍ଟ ହୁଅନ୍ତି ସର୍ବକାଳେ। ଏହାର ବୁଦ୍ଧି କେ ହରିଲା ଏ ମୋର ଶତ୍ରୁକୁ ଭଜିଲା କୋପେ ବାଳକ ତଳେ ଥୋଇ ବୋଲେ ସେ ବକ ମୁହଁ ଚାହିଁ ଏ ଗୁରୁଙ୍କ ଘରେ ନେଇ ଦିଅ ଏ କଥା ଗୁରୁ ଆଗେ କମ୍ ଏ ମୋର ବାଳକର ମନ ରିପୁ ବିଷୟ କିମ୍ପା ଛନ୍ନ ଏହାର ବୁଦ୍ଧି ବିଷ୍ଣୁ ପକ୍ଷେ ଯେମନ୍ତେ ନ ଭଜେ ପ୍ରତ୍ୟକ୍ଷେ। ରାଜାର ଆଜ୍ଞା ଭୃତ୍ୟ ପାଇ ବାଳକ ଗୁରୁ ଦ୍ୱାରେ ନେଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟ କଲା ରାଜା ବଚନ ଜଣାଇଲା ଶୁଣି ତା ବିପ୍ର ଉଦବେଗ ବୋଲନ୍ତି ପ୍ରହ୍ଲାଦ ଆଗମ ସାଧୁ ବଚନ ବାକ୍ୟ ମତେ କହନ୍ତି ହସ୍ତ ଧରି ହସ୍ତେ। ଏସେ ହେ ବତ୍ସ ପ୍ରହ୍ଲାଦ ଶୁଣ ସର୍ବଦା ହେଉ ତ କଲ୍ୟାଣ ଆମ୍ଭକୁ ଲାଗିଲା ସନ୍ଦେହ ମିଥ୍ୟାକୁ ଛାଡ଼ି ସତ୍ୟ କହ। ବାଳକ ବୁଦ୍ଧି ତ ନ ଦେଖି ଅଦ୍ଭୁତ ପ୍ରାୟ ଉପଲକ୍ଷୀ ତୋହର ବୁଦ୍ଧି କେ ହରିଲା ଶତ୍ରୁ ଭଜନେ ଶିକ୍ଷା ଦେଲା କିବା ଏ ସ୍ୱଭାବ ତୋର ଆମ୍ଭକୁ ଲାଗେ ଅଗୋଚର କହ କେ ତୋତେ ଦେଲା ଶିକ୍ଷା ଆମ୍ଭେ ଶ୍ରବଣେ କରୁ ଇଚ୍ଛା। ପ୍ରହ୍ଲାଦ ବାଚ ଯାହାର ମାୟା ବଳେ ଜନ ସଂସାର ବୁଦ୍ଧି କରେ ଛିନ୍ନ ଯାହାର ନାହିଁ ପରାପର ତାହାକୁ ମୋର ନମସ୍କାର। ଯାହାର ଆଜ୍ଞା ପରମାଣେ ପ୍ରାଣୀ ସୁବୁଦ୍ଧି ପରିମାଣେ ସେ ସର୍ବ ଆତ୍ମା ଯୋଗେଶ୍ୱର ତାହାର ନାହିଁ ଆତ୍ମା ପର। ବାସନା ବଳେ ସର୍ବଜନ୍ତୁ ଭୁଜନ୍ତି ପରାପର ହେତୁ ବ୍ରହ୍ମାଦି ଦେବ ଈଶ୍ୱର ବେ ବିମୁଗ୍ଧ ହୁଅନ୍ତି ଯାର ଭାବେ ସେ ମୋର ମତି ଭିନ୍ନ କଲା ପର ଅପର ନ କହିଲା ଦେଶନେ ଚୁମ୍ବକ ଦର୍ଶନେ ଲହୁଅ ଭ୍ରମ ହିଁ ଆକର୍ଷଣେ ମୋହର ମନ ସେହି ମତେ ଭ୍ରମ ହିଁ ବିଷ୍ଣୁର ଆୟତେ। ନାରଦ ବାଚ ଏ ଗୁରୁଙ୍କୁ କହି ଏ ବଚନ ପ୍ରହ୍ଲାଦ ହୋଇଲା ମୌନ ବାଳକ ବାଣୀ ଶୁଣି କର୍ଣ୍ଣେ କୋପ ବସିଲା ଗୁରୁ ମନେ ସମୀପେ ଅଛି ରାଜଲୋକ ଗୁରୁ ହିଁ ରାଜାର ସେବକ କୋପେ କମ୍ପିଲା ବାକ୍ୟ ଶୁଣି ତକ୍ଷଣେ ଘରୁ ବେତ ଆଣି ରାଜାର ବଂଶେ ଦୁରାଚାର ନିଶ୍ଚୟ ଜନ୍ମିଲା କୁଳାଙ୍ଗାର ଦୁର୍ବୁଦ୍ଧିପଣ ଏ ବାଳକ ଏହାକୁ ଦଣ୍ଡେ ନ ରଖ। ଚନ୍ଦନ ମନେ କଣ୍ଟା ବୃକ୍ଷ ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ ଚନ୍ଦନ ବୃକ୍ଷ କ୍ଷୟକାରୀ କଣ୍ଟକ ବୃକ୍ଷ ସର୍ବମାରୀ କଣ୍ଟକ ଥିଲେ ନିତ୍ୟ ଡରି ନିର୍ଭୟେ ଭୋଗ ନୁହେଁ କରି ଚନ୍ଦନ ବନ ଉନ୍ମିଳନେ ଶ୍ରୀ ବିଷ୍ଣୁ ଠାକୁର ସମାନେ ସେ ବିଷ୍ଣୁ ହୁଏ ନିତ୍ୟ ଧ୍ୟାୟୀ ଏଥିଲେ ଆମ୍ଭ ଭଲ କାହିଁ। ହେମନ୍ତ ଦେଖାଇଲେ ଭୟେ ତର୍ଜିଲେ ବିବିଧ ଉପାୟ ପୁଣି ଆଶାସୀ ତାକୁ କରି ଗୁରୁ ପଢ଼ାନ୍ତି ହସ୍ତ ଧରି ଯେ ଧର୍ମ ଅର୍ଥ କାମ ଫଳେ ସେ ବିଦ୍ୟା ପଢ଼ାଇଲେ ବଳେ ମୋକ୍ଷ ଅଛି ତାର ତହିଁ ହେମନ୍ତ ବାଳକେ ପଢ଼ାଇ ମାତାଙ୍କ ଆଗେ ନେଇ ଦେଲେ ସେ ତାଙ୍କୁ ଅଳଙ୍କୃତ କଲେ ରାଜା ସମୀପେ ଦେଲେ ନେଇ ତା ଦେଖି ରାଜା ତୋଷ ହୋଇ ଏ ଚରଣ ତଳେ ପୁତ୍ର ଚାହିଁ ତକ୍ଷଣେ କୋଳ କଲା ନେଇ କଲ୍ୟାଣ କରି କୋଳେ ରଖି ସ୍ନେହେ ଲୋତକ ବେନି ଆଖି ପ୍ରସନ୍ନ ବଦନେ ଅନାଇ ସଧୀରେ ପୁତ୍ରକୁ ଓଲଇ। ହିରଣ୍ୟ ବାଚ ହେ ପୁତ୍ର ଶୁଣ ମୋ ବଚନ ଗୁରୁଙ୍କ ଗୃହେ ଏତେ ଦିନ
ତୁଜେ ପଢ଼ିଲୁ ବାଳ ଭାବେ ମୋର ସମ୍ମୁଖେ କହ ଏବେ। ଉତ୍ତମ ବିଦ୍ୟା ମୋତେ କହ ମୋ ମନେ ନ ରହୁ ସନ୍ଦେହ। ପ୍ରହ୍ଲାଦ ବାଚନ ଶୁଣ ହେ ତାତ ମନ ଦେଇ ଯେ ବିଦ୍ୟା ଉତ୍ତମ ମଣଇ। କୃଷ୍ଣର ଶ୍ରବଣ କୀର୍ତ୍ତନ ସ୍ମରଣ ଚରଣେ ସେବନ। କରିବ ତାଙ୍କ ପୂଜା ସ୍ତବ ସଙ୍ଗତେ ଦାସ ପଡ଼େଥିବ। ଏ ସଖ୍ୟ ଭାବରେ ନେବ ଦିନ କରିବ ଆତ୍ମା ସମର୍ପଣ। ଏ ଭାବେ ଚିତ୍ତ ସମର୍ପିବ ଯେ ଶାସ୍ତ୍ର କହେ ଏତେ ଭାବ। ତାହା ମୁଁ ଉତ୍ତମ ମଣଇ କହିଲି ତୋର ପାଶେ ମୁଇଁ। ଏ ନବ ଲକ୍ଷଣ ଭକତି ଯେ ନର ଗୋବିନ୍ଦେ କରନ୍ତି। ଉତ୍ତମ ବିଦ୍ୟା ବୋଲି ତାହା ଜେଣେ ନ ଲାଗେ ବିଷ୍ଣୁ ମାୟା। ହେମନ୍ତ ପୁତ୍ର ମୁଖ ଶୁଣି କୋପେ ଉଠିଲା ଶିର ଝୁଣି। ଆରକ୍ତ ବେନି ଚକ୍ଷୁ ତାର ପ୍ରଚଣ୍ଡେ କମ୍ପଇ ଅଧର। ଗୁରୁ ପୁତ୍ରର ମୁଖ ଚାହିଁ ବୋଲଇ କୋପଭର ହୋଇ। ହିରଣ୍ୟକଶିପୁ ବାଚ ଏ ତୁ ବ୍ରହ୍ମବଂଶୀ ଗୁରୁ ସୁତ ଏକି ତୋହର ବିପରୀତ। ବିପକ୍ଷ ଶ୍ରୁତି କଥା ଯେତେ ଶିକ୍ଷା ଦେଲୁ ତୁ କେମତେ। ଅସାର ବିଦ୍ୟା ଶିଖାଇଲୁ ତୁ ତ ଅବଜ୍ଞା ମତେ କଲୁ। ଅସାଧୁ ଲୋକ ଏ ସଂସାରେ ରୋଗ ଯେ ସନେ କଳେବରେ। ଯେ ପ୍ରାଣୀ ବ୍ରହ୍ମ ହତ୍ୟା କରେ ସେ କ୍ଷୟ ବ୍ୟାଧି ଜନ୍ମାନ୍ତରେ। ଯେ ନିତ୍ୟ ମଦ୍ୟପାନ କରେ ବିକଟ ଦନ୍ତ ତା ଧରେ। ସୁବର୍ଣ୍ଣ ହରିଥାଇ ଯେବେ ସେ କୁଳ କ୍ଷୟ ଦୋଷ ଲଭେ। ଗୁରୁ କାମିନୀ ଯେ ହୁରତେ ଧବଳ ହୋଇବେ ନିହସ୍ତେ। ହେମନ୍ତ ଅସୁର ବଚନେ କହନ୍ତି ଗୁରୁଙ୍କ ନନ୍ଦନେ। ଗୁରୁପୁତ୍ର ବାଚ ଏ ଶିକ୍ଷା ଦେଇ ନାହିଁ ମୁହିଁ ଅନ୍ୟ ବା ପଢ଼ାଇବ କାହିଁ। ତୋହର ପୁତ୍ରର ସ୍ୱଭାବ ଜାଣି ତୁ ଚିନ୍ତ ପରାଭବ। ହେମନ୍ତେ ଗୁରୁ ବାକ୍ୟ ଶୁଣି ସନ୍ଦେହ ମନେ ପରିମାଣି। ପୁତ୍ରକୁ ଚାହିଁ କୋପଭରେ ବୋଲଇ କର୍କଶ ବାକ୍ୟରେ। ଏ ବିଦ୍ୟା ଗୁରୁ ବାକ୍ୟ ନୁହେଁ କିଏ ବା ତୋର ଚିତ୍ତମୟେ। ପ୍ରହ୍ଲାଦ ବାଚ ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର ମତିର ଗତି ଚକ୍ରଧର। ଯେ ପ୍ରାଣୀ ଗୃହେ ବାସ କରେ ତା ମତି ବିଷ୍ଣୁଙ୍କୁ ନ ସ୍ମରେ। ଗୁରୁ ବଚନ କି କରିବ ଯାହାର ଯେମନ୍ତ ସ୍ୱଭାବ। ଅସାଧ୍ୟ ଇନ୍ଦ୍ରିୟ କବଳେ ଗୃହସ୍ଥ ପଡ଼େ ରସା ତଳେ। କୂଳ ବ୍ୟବହାରେ ବଶ ହୋଇ ଚବ୍ୟ ଚର୍ବଣ ଯେ ଲଭଇ। ତାହାଙ୍କ ମତି କୃଷ୍ଣ ଭାବେ କେବେ ହେ ନୁହେଁ ଶୁଦ୍ଧ ଭାବେ। ଯେ ପ୍ରାଣୀ ଦୁରାଶୟ ପଣେ ଅନର୍ଥ ଅର୍ଥ ପ୍ରାୟ ବଣେ। ସେ କାହିଁ ବିଷ୍ଣୁଙ୍କୁ ଜାଣିବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ। ତାହାର ମତି ଅର୍ଥ ତହିଁ ପ୍ରାଣୀ ଲଭିବ ତାକୁ କାହିଁ। ଅନ୍ଧକୁ ଅନ୍ଧ ଯେନେ ବଏ ଈଶ୍ୱର ତତ୍ତ୍ୱ ଯେନେ କହେ। ଏମନ୍ତେ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣଙ୍କୁ ସେବିବ। ବିଷ୍ଣୁ ଚରଣ ପଦ୍ମ ଦୁଇ ଏ ଜନ୍ମେ ଲଭି ନ ପାରଇ। ଯାହାଙ୍କ ଚରଣାରବିନ୍ଦ ସେବି ନ ପାନ୍ତି ସୁର ବୃନ୍ଦ। ବିଷ୍ଣୁ ଭକତ ପାଦ ଧୂଳି ଶିରେ ନ ବୋଳେ ହସ୍ତ ତୋଳି। ଏ ସନ୍ଥ ଚରଣେ ଇଚ୍ଛା ନାହିଁ ହରିଙ୍କୁ ଲଭିବ ସେ କାହିଁ। ହେମନ୍ତ କହି ଦୈତ୍ୟ ବଳା ମୌନ ହୋଇ ନ ରହିଲା। ଶୁଣି ଅସୁର କୋପାନଳେ କୋଳରୁ ପକାଇଲା ତଳେ। କୋପେ ଅରୁଣ ଚକ୍ଷୁ କଲା ଅସୁର ଗଣେ ଆଜ୍ଞା ଦେଲା। ହିରଣ୍ୟକଶିପୁ ବାଚ ଦେଖ ହେ ନୈଋତ ଗଣ ମୋର ପୁତ୍ରର ଦୁଷ୍ଟପଣ। ମରଣ ଅର୍ଜିଲା ବେଭାରେ ଏହାକୁ ରାଜ୍ୟ କର ଦୂରେ। ମୋର ଅନଜ ନାଶକାରୀ ସେ ବିଷ୍ଣୁ ବୈରୀ ମୋହିରୀ। ତାହାର ପକ୍ଷ ଏ ହୋଇଲା ନିଜ ସମ୍ପଦ ଉପେଖିଲା। ବିଷ୍ଣୁର ଦାସ ପଣେ ରହେ କେ ପ୍ରାଣ ଥାଇ ଏ ଆଶଏ। ଶତ୍ରୁ ଆଶ୍ରିତ ଏ କୁମର ନିଶ୍ଚୟ କରିବ ଅପକାର। ଏ ପଞ୍ଚବରଷର ସୁତ ପିତା ମାତାରେ ଅଭକତ। ପରର ପୁତ୍ର ହୋଇ ଯେବେ ଆତ୍ମାର ହିତ ଅନୁଭବେ। ତାହାକୁ ବୋଲି ନିଜ ସୁତ ରୋଗୀଙ୍କୁ ଔଷଧ ଯେମତ। ଆତ୍ମାର ତହୁଁ ଜନ୍ମ ହୋଇ ପରର ହିତେ ଯେବେ ଥାଏ। ବ୍ୟାଧିର ପ୍ରାୟ ଜନ୍ମ ତାର ସେ ମୋଲେ ଆତ୍ମାର ନିସ୍ତାର। ଯେ ଅଙ୍ଗେ ସର୍ପଘାତ କରେ ସେ ଅଙ୍ଗ ଦୋଷେ ପ୍ରାଣୀ ମରେ। ସେ ଅଙ୍ଗ ଛେଦି ପକାଇଲେ ଦେହେ ଜୀବନ ରହେ ବୋଲେ। ଯେ ହିତ କରେ ପର ହୋଇ ତା ତହୁଁ ବନ୍ଧୁ ଅନ୍ୟ ନାହିଁ। ବନ୍ଧୁ ହୋଇ ତ ଚିତ୍ତ ଯେବେ ତାହାକୁ ଲେଖି ଶତ୍ରୁ ଭାବେ। ଦେହରୁ ବ୍ୟାଧି ଜନ୍ମ ହୋଇ ଆତ୍ମା ସହିତେ ସଂହାରଇ। ଅରଣ୍ୟ ଔଷଧି ଆଣି ରୋଗ ସଙ୍କଟୁ ତରେ ପ୍ରାଣୀ। ପର ଅପର ଏ ବିଚାର କେରିପୁ କେବା ଆପଣାର। ହୃଦ ହୋଇ ଶତ୍ରୁପଣେ ପାପ ଚିନ୍ତଇ ଅନୁକ୍ଷଣେ। ନାନା ଉପାୟ ତାକୁ ମାରି ସେ ମଲେ ସୁଖେ ପ୍ରାଣ ଧରି। ଯୋଗୀଙ୍କ ଯୋଗ ଧ୍ୟାନ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେତେବେଳେ। ଏ ତାହାକୁ କରେ ସେହୁ ସାଧ୍ୟ ସୁଖେ ଲଭଇ ବ୍ରହ୍ମପଦ। ଏ ମିତ୍ର ବେଶ ଧାରି ପର ଏହାକୁ ବେଗେ ବଧ କର। ଭୋଜନ ଶୟନେ ଆସନେ ଉପାୟ କର ତା ପ୍ରମାଣେ। ଏମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଶସ୍ତ୍ର ଘେନି ଧାଇଁ। ବାଳକ ନାଶ ମନେ ଚିନ୍ତି ଶୂଳ ପନ୍ତରିକ୍ଷେ ବୁଲାନ୍ତି। ସୁଦୀର୍ଘ ଦିଶେ ଦନ୍ତପତି କରାଳ ବଦନେ ଚାହାନ୍ତି। ସମ୍ବାର କର୍ଣ୍ଣ ପ୍ରାୟ ଦାଢ଼ି ଶିରେ ପିଙ୍ଗଳ ଜଟା ବେଳି। ନାଚନ୍ତି ଭୈରବ ନାଦେ ଅସୁରେ ଛନ୍ତି ପାଦ ପାଦେ। ଶୂଳ ବୁଲାଇ ଅନ୍ତରିକ୍ଷେ ବାଳକ ଉପରେ ପ୍ରତ୍ୟକ୍ଷେ।
ତା ଦେଖି ଅସୁର କୁମର ମନେ ଚିନ୍ତଇ ଚକ୍ରଧର ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରକୁ ଚାହିଁ ଏ ତୁମ୍ଭର ଦେହେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ ସକଳ ଶସ୍ତ୍ରେ ହରି ଯେବେ ଘଟନ ଅଛି ଆତ୍ମା ଭାବେ ଏକଥା ସତ୍ୟ ଯେବେ ହୁଏ ଶସ୍ତ୍ର ନ କାଟୁ ମୋର ଦେହେ ଶୁଣି ଅସୁର କୋପ କଲେ ଅନେକ ଶସ୍ତ୍ର ପ୍ରହାରିଲେ ପ୍ରହ୍ଲାଦର ଦେହେ ବାଜି ତକ୍ଷଣେ ଶସ୍ତ୍ରେ ଗଲେ ବାଜି ଅପୁଣ୍ୟମନ୍ତ ପ୍ରାଣୀ ଦେହେ ସାତ୍ವಿକ ଫଳ ଯେନେ ନୁହେଁ ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷୀ ଭିତରେ ଗମିଲା ଅସୁର ଭये କମ୍ପିଲା ତା ଶରୀର ମନ୍ତ୍ରୀ ସଙ୍ଗତେ ବିଚାରିଲା ନିର୍ବନ୍ଧେ ମରଣ ଚିନ୍ତିଲା ଐରାବତ ଆଦି ଗଜେ ତାହାଙ୍କୁ ଅଣାଇଲା ତେଜେ ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର ଶୁଣି ଏନକ ହସ୍ତି ତୁଲେ ବାଳକ ନିକଟେ ମିଳିଲେ ହସ୍ତିକୁ ଚାହିଁ ଦୈତ୍ୟ ବଳା ଅନ୍ତରେ ବିଷ୍ଣୁ ସୁମରିଲା ମହାକ୍ରୋଧରେ ଗଜବରେ ନିଷ୍ଠୁର ଦନ୍ତର ଅଗ୍ରରେ ନିର୍ଘାତେ କରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୁର ଭये ଭାଜିଲେ ହସ୍ତି ବଳ ଦେଖି ଅସୁର କୋପାନଳ ତକ୍ଷକ ଆଦି ଅଷ୍ଟନାଗେ ଥିଲେ ଯେ ଅନ୍ତରିକ୍ଷ ମାର୍ଗେ ତାହାଙ୍କୁ ରାଇ ନୃପବର ନିଷ୍ଠୁରେ ବୋଲଇ ଉତ୍ତର ଏ କୁଳ ଅଙ୍ଗାର କୁମାର ଏହାର ପ୍ରାଣ ବେଗେ ହର ନାଗକୁ ଦେଖି ପ୍ରହ୍ଲାଦ ଚିତ୍ତେ ଚିନ୍ତିଲା ବିଷ୍ଣୁପାଦ ତକ୍ଷଣେ ନାଗେ କୋପେ ଗଲେ ବାଳକ ଶରୀରେ ଦଂଶିଲେ ବଦନେ ବିଷ ନ ଭେଦିଲା ନାଗଙ୍କ ଫଣା ବତାଇଲା ନାଗେ ପଳାଇ ଗଲେ ବେଗେ ଜୀବନ ଭଏ ଦଶ ଦିଗେ ପୁଣି ସେ କୃତ୍ୟା ହୋମ କଲା ପର୍ବତ ଶିଖୁ କଚାଡ଼ିଲା ସାଗର ଜଳେ ବୁଡ଼ାଇଲା କେବେ ତା ପ୍ରାଣ ନ ଗଲା ବନ୍ଧନ କରେ ପ୍ରତିଦିନେ ମରିବ ବୋଲଇ ଯେ ସନେ କେତେ ଦିନ ଅଭୋଜନେ ବଞ୍ଚିଲା ଅସୁର ନନ୍ଦନେ ହିମ ପବନ ଅଗ୍ନି ଜଳେ କଷଣ ଦେଲା କୋପାନଳେ ନାନା ପ୍ରକାରେ କଷ୍ଟ ଦେଲା କେବେ ହେ ବାଳକ ନ ମଲା ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାଙ୍କୁ କାହିଁ କେବେ ହେ ମାରି ନ ପାରିଲା ଚିନ୍ତା ସାଗରେ ନିମଜିଲା ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ କେବେ ଶାନ୍ତି ନ ଭୋଜଇ ଦେଖ ଏ ବାଳକ ବିଷୟ କେତେ ନ ଚିନ୍ତଇ ଉପାୟ ସାଧୁ ବିଷୟ ଦ୍ରୋହ କଲେ କେବା ସଂସାରେ ଥିବେ ବୋଲେ ମୋର ଶତ୍ରୁ ପକ୍ଷ ହୋଇ କେବେ ଚିତ୍ତେ ନ ଡରଇ ଅସଣ ଦେଲି ଯେତେ ମୁଇଁ ସେ ତ ତାହାର ଚିତ୍ତେ ନାହିଁ ସୁଜନ ଜନ ପ୍ରାୟ ଶହେ କି ଆଉ କରିବି ଉପାୟ ମହାନୁଭବ ଏ କୁମର ମନ ବଚନ ଅଗୋଚର ନିର୍ଭୟ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତେ ମହାଭୟ ଏହାର ସଙ୍ଗେ ବାଦ କଲେ ପ୍ରାଣ ମୁଁ ନ ପାରିବି ଭଲେ ହେମନ୍ତ ଭାଳି ମନ ଦୁଃଖେ ଦଣ୍ଡେ ରହିଲା ଅଧମୁଖେ ଗୁରୁ କୁମର ତାହା ଶୁଣି ଅସୁର ମୁଖ ଚାହିଁ ଭଣି ଗୁରୁପୁତ୍ର ବାଚ ଏ ଶୁଣ ହେ ନୃପ ଚୂଡ଼ାମଣି ତପେ ତୁ ତ୍ରିଭୁବନେ ଜିଣି ଆତ୍ମସୁଖରେ ଭୋଗ କରୁ ଯେନେ ଅଚଳ ମହାମେରୁ ତୋହର ରିପୁ ଏ ସଂସାରେ ନ ଦେଖି ଶରୀର ବ୍ୟବହାରେ ଏ ବାଳକୁ ମୋର ତୋହର ଏହାକୁ କିମ୍ପା ତୋର ଡର ଏ ଶିଶୁ ବୁଦ୍ଧି ଛାଡ଼ି ନାହିଁ ସଂଶୟ କରୁ କାହିଁ ପାଇଁ ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ ତାହାକୁ ବରୁଣର ଫାସେ ବନ୍ଦନ କର ତୁ ବିଶ୍ୱାସେ ନିକଟେ ରଖ ତୋ ଆୟତେ ଭୟ ନ ଲାଗୁ ତୋର ଚିତ୍ତେ ଏ ବାଳୁତ ଦଶାଏ ଛାଡ଼ିଲେ ସୁବୁଦ୍ଧି ପ୍ରକାଶିବ ବୋଲେ ଏକଥା କର ଆମ୍ଭ ମତେ ତୋ ପାଶେ ଥାଉ ଅନୁବ୍ରତେ ତାବତ ଥାଉ ଏହି ମତେ ସନ୍ଦେହ ନ କର ତୁ ଚିତ୍ତେ ଗୁରୁପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷ କହେ ନୃପମଣି ହିରଣ୍ୟକଶିପୁ ବାଚ ଶୁଣ ହେ ଗୁରୁଙ୍କ କୁମର ଏବେ ମୋହର ବୋଲ କର ଗୃହସ୍ଥ ଧର୍ମେ ଧର୍ମ ଯେତେ ରାଜାଙ୍କ ଧର୍ମ ନୀତି ଯୁକ୍ତେ ତ୍ରିବର୍ଗ ଧର୍ମ ଅର୍ଥ କାମ ଯେମନ୍ତେ ପଢ଼େ ଅନୁକ୍ରମ ଏମନ୍ତେ ରାଜାର ବଚନେ ପ୍ରହ୍ଲାଦେ ଗୁରୁବେ ନିଜନେ ଅନେକ ଯତନେ କହିଲେ ଅସୁର କୁମାରଙ୍କ ତୁଲେ ଗୁରୁଙ୍କ ମୁଖୁ ଯେତେ ଶୁଣେ ଅନ୍ତରେ ସାଧୁତା ନ ମଣେ ଗୃହସ୍ଥେ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏକତା ଏ ଧର୍ମେ ମୋହ ହୁଏ ଜନ ଏଣେକି ମୋର ପ୍ରୟୋଜନ ଏମନ୍ତେ କରେ ବିଚାରଣେ ଏବେ ଓ ଧର୍ମ ସୁତ ଶୁଣ ନାରଦ ବାଚ ଏ ପଢ଼ଇ ବାଳକ କମେଳେ ଗୁରୁ ଯେ ଗୃହ ଧର୍ମେ ଗଲେ ସେ ପ୍ରହ୍ଲାଦ ତାହା ଚାହିଁ ବୋଲେ ବାଳକ ମଧ୍ୟ ଥାଇ ଶୁଣ ଅସୁର କୁମରେ ଯେ ବିଦ୍ୟା ସଂସାରୁ ଧରେ ମର୍ତ୍ତ୍ୟ ମନୁଷ୍ୟ ଦେହ ବହି ଆତ୍ମାର ଜ୍ଞାନ ଯାର ନାହିଁ ତାର ଜୀବନ କାରଣ ଏବେ ହୋ ସାବଧାନେ ଶୁଣ କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ଏ ପିତା ପୁତ୍ରର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ସପ୍ତମ ସ୍କନ୍ଧେ ହିରଣ୍ୟକଶିପୁ ପ୍ରହ୍ଲାଦ ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।